ଯେ ଯେତେବେଳେ ସମ୍ବଲପୁର ଅଭିନେତ୍ରୀ ଆସନ୍ତି କଟକ କାମ କରିବା ପାଇଁ ଆପଣମାନେ ଜାଣିଥିବେ ମୋ ଭାଇଙ୍କର ଗୋଟେ କମ୍ପାନୀ ଥିଲା ସମ୍ରାଟ କ୍ୟାସେଟ୍ କମ୍ପାନୀ ବିଶ୍ୱମ୍ବର ସାବତ ପ୍ରଥମେ ଏଣ୍ଟ୍ରି ଅଭିଜିତ ମଜୁମଦାରଙ୍କର କଟକ ସହରରେ ଆଉ କ୍ୟାସେଟ୍ ଇଣ୍ଡଷ୍ଟ୍ରିରେ ଧସ୍କି ଗଲା ଆଲବମ୍ ସେଟା କେଉଁଠି ହେଇଥିଲା ନା ସମ୍ରାଟ କ୍ୟାସେଟ୍ରେ ହେଇଥିଲା। ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ତା ସାଙ୍ଗରେ ବହୁତ କଥା ବହୁତ ସ୍ମୃତି ବହୁତ ଦେଖା ଚାହାଁ ସିଏ ମୋର ମାନେ ମୁଁ ସମସ୍ତେ ଦାଦା ଡାକନ୍ତି କିନ୍ତୁ ମୁଁ ଅଭିଜିତ ବୋଲି ଡାକେ। ସିଏ ଗୋଟେ ସ୍ୱତନ୍ତ୍ର ଅଭିଜିତ ମଜୁମଦାରଙ୍କର ଗୋଟେ ସଙ୍ଗୀତ ନିର୍ଦ୍ଦେଶନାରେ ହେଉ ବା କଣ୍ଠଶିଳ୍ପୀରେ ହେଉ ସବୁଥିରେ ସ୍ୱତନ୍ତ୍ର। ସିଏ ମ୍ୟୁଜିକ୍ ମାନେ ମୁଁ ଯେତେବେଳେ ମ୍ୟୁଜିକ୍ ଡାଇରେକ୍ଟର ହେଇନଥିଲି ମାନେ 95 କଥା ସିଏ ସେତେବେଳେ ତା ପୂର୍ବରୁ ସେ ମ୍ୟୁଜିକ୍ ହେଇକି ଆସିଲାଣି। ମୁଁ ତା ପର ମାନେ 2001ରେ ମୁଁ ଆସିଲି ସଙ୍ଗୀତ ନିର୍ଦ୍ଦେଶକ ହିସାବରେ। ତାପରେ ଲୋକ ଜାଣିଲେ ନା କୃଷ୍ଣଚନ୍ଦ୍ର ଯେଉଁଠି ଦେଖା ହେଇଯାଏ ବୁଝାଏ ସେ କଥା କ'ଣ ଭୁଲିପାରିବା ଇଏ କରିବା। ଆଜି ଭାବି ହେଉନି ଯେ ଅଭିଜିତ ମଜୁମଦାର ଆମକୁ ଛାଡ଼ିକି ଚାଲିଯାଇଛନ୍ତି। ଏଇଠି କହିବି ଏତେ କଥା ଆଜି ମାନେ ତା ସ୍ମୃତି ସଭାରେ ଆମେ ଆସିଛନ୍ତି ନା ଭାବି ହେଉନି। ମହାପ୍ରଭୁ ଜଗନ୍ନାଥଙ୍କର ପ୍ରାର୍ଥନା କରିବି ଅଭିଜିତ ମଜୁମଦାରଙ୍କର ଆତ୍ମାର ସଦ୍ଗତି ପାଇଁ ପୁଣି ଥରେ ଓଡ଼ିଶାରେ ଆଉ ଥରେ ଅଭିଜିତ ମଜୁମଦାର ଆସି ଜନ୍ମ ହୋଇ ଯେମିତି ଆପଣମାନେ ଜାଣିଥିବେ ପୂଜା ପର୍ବ ଯାନିଯାତ୍ରା ଆମେ ସମସ୍ତେ ମ୍ୟୁଜିକ୍ କରୁଛନ୍ତି କିନ୍ତୁ ଅଭିଜିତ ମଜୁମଦାର ଗୋଟେ ସ୍ୱତନ୍ତ୍ରତା ଯେଉଁଠି ପୂଜା ଆସେ ଅଭିଜିତ ମଜୁମଦାରଙ୍କୁ ଖୋଜା ପଡ଼େ। ଆମେ ସମସ୍ତେ ଅଛୁ କିନ୍ତୁ ତାଙ୍କୁ ଖୋଜା ପଡ଼େ। ତାଙ୍କର ଗାଇବା ଶୈଳୀ କୁହନ୍ତୁ ତାଙ୍କର ମ୍ୟୁଜିକ୍ ଷ୍ଟାଇଲ୍ ହେଉ ସମସ୍ତଙ୍କର ଭିନ୍ନ ଭିନ୍ନ ତ ତାଙ୍କ ଭଳି ତାଙ୍କ ସ୍ଥାନ କେହି ପୂରଣ କରିପାରିବେନି ସେଭଳି ମ୍ୟୁଜିକ୍ଟାକୁ ଆସିପାରିବେନି। କିନ୍ତୁ ମହାପ୍ରଭୁଙ୍କୁ ଆମେ ପ୍ରାର୍ଥନା କରିବୁ ତାଙ୍କର ଆତ୍ମା ସଦ୍ଗତି ନିମନ୍ତେ ସେ ପୁଣି ଥରେ ଜନ୍ମ ହୋଇ ଆସି ଆମକୁ ସେଇଭଳିଆ ଗୀତ ଦେଇ ଚାଲନ୍ତୁ ଭେଟି।